ମା ଆମେ ଆଲୋଚନା କରୁଛନ୍ତି ମାତୃ ରଚନା ବଳି ଭାଗ 10 ଜ୍ଞାନ 103 ରୁ 107। କାଲି ଯୋଉଟା ଆଲୋଚନା କରୁଥିଲେ ତାରି କଣ୍ଟିନ୍ୟୁଅସ ଆଲୋଚନା ବର୍ତ୍ତମାନ ଚାଲିବ। କାଲି ଆଲୋଚନା କରୁଥିଲେ ଯେ ବାହ୍ୟ ଅବସ୍ଥା ଯେତେ ଅତ୍ୟନ୍ତ କଷ୍ଟକର ହୋଇଥାଏ ସେହି ସମୟରେ ଅଭିପ୍ସା ଅନେକ ଅଧିକ ପରିମାଣରେ ପ୍ରଗାଢ଼ ହୋଇ ରହିଥିଲା ବୋଲି ସେ ମାଙ୍କୁ କହିଲେ। ମା କହିଲେ ବର୍ତ୍ତମାନ ପର୍ଯ୍ୟନ୍ତ ବି ସାଧାରଣ ବ୍ୟକ୍ତି ଘୃଣାର ଚାପ ଦ୍ୱାରା ହିଁ ଯଥାର୍ଥର ପ୍ରେମର ଜନ୍ମ ସମ୍ଭବ ହେଉଛି ବୋଲି ସେମାନେ ସେଇ ଚେତନା ରହିଛନ୍ତି ବୋଲି ତାକୁ ସେଇଭଳି ଭାବରେ ଗ୍ରହଣ କରୁଛନ୍ତି। ଯେମିତି ଛାଇର ମୂଲ୍ୟ ବୁଝିବା ପାଇଁ ସେମାନଙ୍କ ପାଇଁ ଖରାର ଆବଶ୍ୟକତା ରହିଛି, କାହିଁକିନା ସେମାନେ ଚେତନାର ସେଇ ସ୍ତରରେ ରହିଛନ୍ତି। ତେଣୁ ସେମାନେ ଦୁଃଖ ଆବଶ୍ୟକ କରନ୍ତି, କଷ୍ଟ ଯନ୍ତ୍ରଣା ଆବଶ୍ୟକ କରନ୍ତି, କାହିଁକିନା ସେଇ କଷ୍ଟ ଯନ୍ତ୍ରଣା ମଧ୍ୟରେ ସେମାନେ ଭଗବାନଙ୍କୁ ମନେ ପକେଇ ପାରିବେ। ସେମାନେ ତାର ଉର୍ଦ୍ଧ୍ୱ ଚେତନା ସ୍ତରକୁ ଯାଇପାରି ନାହାନ୍ତି। ସେତେ ମା ସେତେ କହିଲେ ଯେ ଏମାନେ ଏତେ ବେଶୀ ସ୍ଥୂଳ ହିଁ ରହିଛନ୍ତି ଯେ ତା ଲାଗି ଅତ୍ୟଧିକ ସାଧନ ଗୁଡ଼ିକରେ ହିଁ ଏକ ପ୍ରୟୋଜନ ରହିଛି। ତାରି କଣ୍ଟିନ୍ୟୁଅସ ଆମେ ଦେଖିବା। କହୁଛନ୍ତି ଯେଉଁ ସ୍ପନ୍ଦନଟି ମଧ୍ୟରେ ଆମେ ସାଧାରଣତଃ ପ୍ରାୟ ନିରନ୍ତର ବାସ କରୁଛୁ ଆଉ ସେ ଅନ୍ୟ ସ୍ପନ୍ଦନ, ଆମେ ଯୋଉ ସ୍ପନ୍ଦନରେ ପ୍ରାୟତଃ ନିରନ୍ତର ବାସ କରୁଛୁ ଆଉ ଅନ୍ୟ ସ୍ପନ୍ଦନ କିଞ୍ଚିତ ମୂର୍ତ୍ତ ଏବଂ ସାକାର ଭାବରେ ଦୁଇଟି ମଧ୍ୟରେ ରହିଥିବା ପ୍ରଭେଦଟିକୁ ଜାଣିବାକୁ ସମର୍ଥ ହେଲେ ହିଁ କେବଳ ଏହି ଦୁର୍ବଳତାଟିକୁ, ଯାହାକୁ ମୁଁ ରୁଗ୍ମତା ବୋଲି କହିଥାଏ, ଯିଏ କି ତୁମକୁ ଭାରି ରୁଗ୍ମ କରି ପକାଏ, ତାହାକୁ କେବଳ ନିରୀକ୍ଷଣ କରିପାରିବା ଦ୍ୱାରା ହିଁ ତାହା ହିଁ ସବୁ କିଛିକୁ ବନ୍ଦ କରିଦେବା ଲାଗି ଯଥେଷ୍ଟ ହୋଇଥାଏ। ଆମେ ଯୋଉ ସମୟରେ ଏଠୁ କହିଲେ କଣ, ଏଇ ଯୋଉ ପ୍ରଭେଦକୁ ଆମେ ଜାଣିପାରିବା, ମାନେ ଦିଟା ଭିତରେ ଯୋଉ ପାର୍ଥକ୍ୟ ବୋଧ ରହିଛି, ଯୋଉ ଡିଫରେନ୍ସିଏସନ ରହିଛି, ତାକୁ ଆମେ ଯେତେବେଳେ ଜାଣିପାରିବା, ଜାଣିବାକୁ ସମର୍ଥ ହେଲେ, ତାହେଲେ ଆମ ଭିତରେ ସେଇ ଦୁର୍ବଳତାକୁ ଆମେ ବନ୍ଦ କରିପାରିବା। ସେଠି କହିଲେ ଯୋଉ ସ୍ପନ୍ଦନରେ ଆମେ ବସବାସ କରୁଛୁ ଆଉ ଯୋଉ ସ୍ପନ୍ଦନଟି ସତ୍ୟର ସ୍ପନ୍ଦନ ଆସୁଛି, ସେଥିପାଇଁ ସେଠି ହଉଛନ୍ତି କିଞ୍ଚିତ ମୂର୍ତ୍ତ ଓ ସାକାର, ମାନେ ଅଳ୍ପ ବି ଯୋଉ ସେ ରୂପ ଗ୍ରହଣ କରୁଛି ଓ ସାକାର ରୂପ ନଉଛି, ଦିଟା ଭିତରେ ଆମକୁ ପାର୍ଥକ୍ୟ ବୋଧ ଯଦି ଆମେ କରିପାରିବା, ତାହେଲେ ଦୁର୍ବଳତାକୁ ଆମେ ବନ୍ଦ କରିବା ଲାଗି ସେ ଲେଖୁଛନ୍ତି ତାହା ହିଁ ସବୁ କିଛିକୁ ବନ୍ଦ କରିଦେବା ଲାଗି ଯଥେଷ୍ଟ ହୋଇଥାଏ। ଖାଲି ମାନେ ଆମେ ଯଦି ପ୍ରଭେଦ କରିପାରିବା, ତାହେଲେ ଦୁର୍ବଳତାକୁ ମଧ୍ୟ ଆମେ ଚିହ୍ନି ପାରିବା, ତାକୁ ବନ୍ଦ କରିପାରିବାର ସାମର୍ଥ୍ୟ ଆମ ଭିତରେ ଆସିବ। ହେଲା, ଏଇଟା ସେଇଥିପାଇଁ ଆମକୁ, ଆମେ ଯେତେବେଳେ ଆଲୋଚନା କରୁଥିଲେ ମନେ ରଖିଲେ ଚାରିଟା ପଏଣ୍ଟ କଣ କହିଥିଲେ? ପ୍ରଥମେ ସତର୍କ, ଅବଲୋକନ, ତାପରେ ସତର୍କ, ତାପରେ କର୍ତ୍ତୃତ୍ୱ ଆଉ ପ୍ରଭୁତ୍ୱ। ଅବଲୋକନ ଦେଖିବ, ସତର୍କ ହେବ, ଚିହ୍ନିବ, ତାକୁ ଭଲରେ ଚିହ୍ନିବ, ଚିହ୍ନିଲା ପରେ ଯାଇକିରି ତାପରେ କର୍ତ୍ତୃତ୍ୱ ହାସଲ କରିବାର ପଦକ୍ଷେପ ଗ୍ରହଣ କରିବ, ତାପରେ ପ୍ରଭୁତ୍ୱ ହାସଲ ହବ। ଏଇ ଗତକାଲି ମା ଲକ୍ଷ୍ମୀ ଗତକାଲି ଆଜି ସକାଳେ ମଧ୍ୟ ଏହିପରି କେତେ ଥର ଦୀର୍ଘ ମୁହୂର୍ତ୍ତ ଆସେ ଯେତେବେଳେ କି ଏହି ଶକ୍ତି ଆପଣାକୁ ପ୍ରକାଶିତ କରି ନେଇ ଆସେ। ସେତେବେଳେ ହଠାତ୍ ଗୋଟିଏ ପ୍ରକାରର ପ୍ରଜ୍ଞା, ଏକ ଅପରିମେୟ ପ୍ରଜ୍ଞାର ଉଦୟ ହୁଏ, ଯାହାକି ସବୁ କିଛିକୁ ପରିପୂର୍ଣ୍ଣ ପ୍ରଶାନ୍ତତା ମଧ୍ୟରେ ନିମଜ୍ଜିତ କରି ରଖିଦିଏ। ଯାହା ଅବଶ୍ୟ ହେବ ତାହା ହେବ, ସେଥିଲାଗି ଆବଶ୍ୟକ ସମୟଟି ଅବଶ୍ୟ ଲାଗିବ, ଏବଂ ତାପରେ ସବୁ କିଛି ସମ୍ପୂର୍ଣ୍ଣ ଭାବରେ ଠିକ ହୋଇଯାଏ। ଏହିପରି ଭାବରେ ସବୁ କିଛି ସଙ୍ଗେ ସଙ୍ଗେ ଠିକ ହୋଇଯାଏ, ମାତ୍ର ସେଇ ଐଶ୍ୱର୍ଯ୍ୟର ମହିମା କ୍ରମେ ମ୍ଳାନ ହୋଇ ଆସେ। ଏଥିଲାଗି କେବଳ ଧୈର୍ଯ୍ୟ ଧରି ରହିବାକୁ ପଡିବ। ତେଣୁ ଏଠି ଆଉ ଗୋଟେ କଥା କହିଲେ, ଆମକୁ ଧୈର୍ଯ୍ୟ ଧରି ରହିବାକୁ ପଡିବ। ବିଜୟ ସୁନିଶ୍ଚିତ, ବିଜୟ ସୁନିଶ୍ଚିତ, ନିଶ୍ଚୟ ପରିପୂର୍ଣ୍ଣ ପ୍ରଶାନ୍ତତା ଆମ ଭିତରେ ଯେତେ ଅଧିକରୁ ଅଧିକ ଅବତରଣ କରିକରି ଆସିବ, ତାହେଲେ ଧୀରେ 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 ସେ କଣ ହବ, ତାର ସବୁ କିଛି ଯାହା ଯାହା ପ୍ରୋବ୍ଲେମ ରହିଛି ଠିକ ହେଇଯିବ। କିନ୍ତୁ ସେଥିପାଇଁ ଧୈର୍ଯ୍ୟ ଧରିବାକୁ ପଡିବ। ବା କହୁଛନ୍ତି ଶ୍ରୀଅରବିନ୍ଦ ଠିକ ଏଇ ବିଷୟରେ ଲେଖିଛନ୍ତି
ପ୍ରଗାଢ଼ ଭାବରେ ଅଭିପ୍ସା କର, ମାତ୍ର କୌଣସି ପ୍ରକାରେ ଧୈର୍ଯ୍ୟ ହରାଅ ନାହିଁ। କଣ କହିଲେ? ପ୍ରଗାଢ଼ ଭାବରେ ଅଭିପ୍ସା କର, ମାତ୍ର କୌଣସି ପ୍ରକାରେ ଧୈର୍ଯ୍ୟ ହରାଅ ନାହିଁ। ପ୍ରଗାଢ଼ତା ଓ ଧୈର୍ଯ୍ୟହୀନତା ମଧ୍ୟରେ ଯେଉଁ ପାର୍ଥକ୍ୟ ରହିଛି ତାହା ଅତ୍ୟନ୍ତ ସୂକ୍ଷ୍ମ। ଏହା କେବଳ ଏକ ସ୍ପନ୍ଦନଗତ ପାର୍ଥକ୍ୟ, ଏହା ଏକ ସୂକ୍ଷ୍ମ ପାର୍ଥକ୍ୟ ସତ, ମାତ୍ର ତାହା ହିଁ ସବୁ କିଛି ପାର୍ଥକ୍ୟର କାରଣ ହୋଇଥାଏ। ଆମେ ଅନେକ ଥର ଏ ବିଷୟରେ ଆଲୋଚନା କଲେଣି। ଏଇ ଯୋଉ ଦିଟା ଭିତରେ ଯୋଉ ପାର୍ଥକ୍ୟ ବୋଧ, ସୂକ୍ଷ୍ମ ପାର୍ଥକ୍ୟ ବୋଧ ରହିଥାଏ, କିନ୍ତୁ ତାହା ହେଉଛି, ଆମେ ଆଲୋଚନା କରୁଥିଲେ, ସ୍ପନ୍ଦନଗତ ଦୃଷ୍ଟିର ପାର୍ଥକ୍ୟ। ଆମକୁ ଲାଗୁଥାଏ ଯେମିତି ଗତିଶୀଳ, କିନ୍ତୁ ଗତିଶୀଳ ନୁହଁ। ଏଇସବୁ ବିଷୟରେ ଆମେ ଡିଟେଲ ଆଲୋଚନା କରିଛନ୍ତି। ତେଣୁ এই ପାରାଗ୍ରାଫଟି ଆଉ ଅଧିକ ଆଲୋଚନା ଆବଶ୍ୟକ ହୁଏ। କହୁଛନ୍ତି ଦୀର୍ଘ ଅନେକ ସମୟ ପର୍ଯ୍ୟନ୍ତ ଆମକୁ କେବଳ ଅନ୍ତର୍ଗତ ଭାବରେ ମିଳୁଥିବା ଫଳ ଗୁଡ଼ିକରେ ହିଁ ସନ୍ତୁଷ୍ଟ ରହିବାକୁ ପଡିବ, ଧୈର୍ଯ୍ୟ ଧରି ରହିବାକୁ ପଡିବ। ଯୋଉ କହିଲେ ତା କାହିଁକି ନା ପରେ ଶେଷ ବିଜୟ, ଯୋଉଟା ଆମ ବିଜୟ ସୁନିଶ୍ଚିତ ଆମେ ପ୍ରାପ୍ତ କରିବା, ଏହା ସତ୍ୟ। ଏହା ସତ୍ୟ। ମାନେ ଫାଇନାଲ ଫଳ ନ ପାଇବା ପର୍ଯ୍ୟନ୍ତ ମନୁଷ୍ୟ କଣ ହୁଏ? ବିଶ୍ୱାସ କରେନି। ସାଧାରଣତଃ ମଣିଷ କହେ ଯେ ରେଜଲ୍ଟ କାହିଁ, ରେଜଲ୍ଟ କାହିଁ, ତମେ କହୁଛ ଯେ ରେଜଲ୍ଟ କାହିଁ, ରେଜଲ୍ଟ ଯଦି ନାହିଁ ତାହେଲେ ତମ କଥାରେ କିଛି ମୂଲ୍ୟ ନାହିଁ। ତମେ ଖାଲି ସେମିତି କହୁଛ ନା। ଆଉ ତ ରେଜଲ୍ଟ ସମସ୍ତେ ଯେମିତି କୁହନ୍ତି, ମା କହୁଛନ୍ତି ଧୈର୍ଯ୍ୟ ଧରି ରହିବାକୁ ପଡିବ। ସେଥିପାଇଁ ମଝିରେ କଣ ହବ, ଯେ ପର୍ଯ୍ୟନ୍ତ ପରିପୂର୍ଣ୍ଣ ବିଜୟ ହାସଲ ହେଇନାହିଁ, ଅନେକ ସମୟ ପର୍ଯ୍ୟନ୍ତ ଆମକୁ ଅନ୍ତର୍ଗତ ଭାବରେ ମିଳୁଥିବା ଫଳ ଗୁଡ଼ିକରେ ସନ୍ତୁଷ୍ଟ ରହିବାକୁ ପଡ଼ିବ। ଦେଖନ୍ତୁ, ଅନ୍ତରରେ ବସବାସ କରିବାକୁ ଆରମ୍ଭ କରିଲା ମାତ୍ରେ ତାର ମଧ୍ୟ ଏକ ପରିଣତି ଆମ ପାଖରେ ଦେଖାଯାଏ। ତାକୁ ସିଏ ପରିପୂର୍ଣ୍ଣ ବିଜୟ ହାସଲ ପୂର୍ବରୁ ସେଇ ଯୋଉ ଛୋଟ ଛୋଟ ଉପଲବ୍ଧି ହଉ ବା ଛୋଟ ଛୋଟ ବିଜୟ ହଉ, ସିଏ ହବ, ନିଶ୍ଚୟ ହବ। ମା କହୁଛନ୍ତି ଅନେକ ସମୟ ପର୍ଯ୍ୟନ୍ତ ଚାଲିବ, ଆମକୁ ସେଥିରେ ସନ୍ତୁଷ୍ଟ ହେବେ। ଅର୍ଥାତ୍ ତାପରେ କହୁଛନ୍ତି କଣ ନା, ଆମର ବ୍ୟକ୍ତିଗତ ଏବଂ ସ୍ୱ ଜୀବନଗତ ପ୍ରତିକ୍ରିୟା ଗୁଡ଼ିକରେ ଏହି ଫଳ ଗୁଡ଼ିକ ପ୍ରାପ୍ତ ହେଉଥିବେ। ଆ ପୂର୍ବରୁ ଆମେ ଆଲୋଚନା କରୁଥିଲେ, ଯୋଉମାନେ ସାମଞ୍ଜସ୍ୟ ସ୍ପନ୍ଦନରେ ସ୍ପନ୍ଦିତ ହଉଥାନ୍ତି, ତାଙ୍କ ଜୀବନର ଗତିବୃତ୍ତି ଗୁଡ଼ିକ ସ୍ୱାଭାବିକ ଭାବରେ ସୁସଙ୍ଗତ ହେଇ ଚାଲିଥାଏ। ଏବଂ ଯେତେବେଳେ ଆମେ ବିଶୃଙ୍ଖଳାର ସ୍ପନ୍ଦନକୁ ଗ୍ରହଣ କରୁ ବା ତାକୁ ତା ପାଇଁ ଆମ ଭିତରେ ଏକ ଜାଗା ସୃଷ୍ଟି କରୁ, ତା ଅର୍ଥ ହଉଛି ଆମେ ଯଦି ବିଶୃଙ୍ଖଳିତ ହେଇକି ରହିଲେ, ତେବେ କଣ ହୁଏ? ସେଠି କହିଲେ ଦୁର୍ବିପାକ, ଦୁର୍ଘଟଣା ଘଟେ। ଆଲୋଚନା କରିଥିଲେ। ଏଠି କହୁଛନ୍ତି ଯେ ଅନ୍ତର୍ଗତ ଫଳ ମିଳିବ ଏବଂ ଏହି ଫଳ ଗୁଡ଼ିକ ବ୍ୟକ୍ତିଗତ ଭାବରେ ଏବଂ ସ୍ୱ ଜୀବନଗତ ପ୍ରକ୍ରିୟା, ତା ମାନେ ଆମର ଦୈନନ୍ଦିନ କାର୍ଯ୍ୟକ୍ରମରେ ମଧ୍ୟ ତାର ପରିଣାମ ଆମେ ଦେଖିପାରିବା। ତାପରେ କହୁଛି ବସ୍ତୁ ଗୁଡ଼ିକ ପ୍ରକୃତରେ ସାକାର ହୁଅନ୍ତୁ ବୋଲି ଆମେ ଯଥାର୍ଥ ସମୟଟି ଆସିବା ପୂର୍ବରୁ କଦାପି ପ୍ରତ୍ୟାଶା କରିବାକୁ ଯିବା ନାହିଁ। କାରଣ ଆମେ ତରବର ହେଲେ ସାଧାରଣତଃ ସବୁ କଥା ଆହୁରି ଅଧିକ ବିଳମ୍ବ ହିଁ ହୋଇଯାଇଥାଏ। କଣ କହିଲେ? ଯେ ଆମେ ତରବର ହେଲେ ସାଧାରଣତଃ ସବୁ କଥା ଆହୁରି ଅଧିକ ବିଳମ୍ବ ହିଁ ହୋଇଯାଇଥାଏ। କିନ୍ତୁ ମନୁଷ୍ୟ ସବୁବେଳେ ତରବରିଆ ହେଇଥାଏ। ଯଦି ସେହିପରି ହେବା ଲାଗି ଅଭିପ୍ରେତ ହୋଇ ରହିଥାଏ, ତେବେ ଠିକ ସେହିପରି ହେବ। ଅର୍ଥାତ୍ ଆମେ ମନୁଷ୍ୟମାନେ ଭାରି ଉତ୍ପୀଡ଼ିତ ଭାବରେ ହିଁ ଜୀବନ ଯାପନ କରୁଥାଉ। ଆମ ଜୀବନ ଅବଧିଟି ଯେ କେଡ଼େ ଅଳ୍ପ ପରିମିତ, ସେଇ ବିଷୟରେ ଗୋଟେ ପ୍ରକାର ଅର୍ଦ୍ଧ ସଜ୍ଞାନ ଭାବରେ ଆମେ ବଞ୍ଚୁ। ମନୁଷ୍ୟମାନେ ଏହି ବିଷୟରେ କେବେ ହେଲେ କିଛି ଭାବନ୍ତି ନାହିଁ, ମାତ୍ର କେବଳ ଅର୍ଦ୍ଧ ସଚେତନ ଭାବରେ ସେହିପରି ଅନୁଭବ କରିଥାନ୍ତି। ତେଣୁ ସେମାନଙ୍କର ଅନୁକ୍ଷଣ, ଲେଖୁଛନ୍ତି ସେମାନେ ଅନୁକ୍ଷଣ ଭାରି ତରତର, କେତେ ନା କେତେ ତରତର ହୋଇ ଯଥା ସମ୍ଭବ ଅଧିକ ଚଞ୍ଚଳ ଗୋଟିଏ କାମକୁ ସାରି ଦେଇ ପରବର୍ତ୍ତୀ ଆଉ ଗୋଟିଏକୁ ଆରମ୍ଭ କରିଦେବେ ବୋଲି ଇଚ୍ଛା କରୁଥାନ୍ତି। ପ୍ରତ୍ୟେକ ବସ୍ତୁ ତାହାର ଶାଶ୍ୱତତା ମଧ୍ୟରେ ଅବସ୍ଥିତ ରହିବାକୁ ସେମାନେ ଆଦୌ ଛାଡ଼ି ଦିଅନ୍ତି ନାହିଁ। ସେମାନେ ସବୁବେଳେ ଖାଲି ଆଗକୁ ଆଗକୁ ଓ ଆହୁରି ଆଗକୁ ଯିବା ଲାଗି ଇଚ୍ଛା କରୁଥାନ୍ତି
ଏବଂ ତାହାରି ଫଳରେ ସବୁ କିଛି ବିଗିଡି ଯାଉଥାଏ। ଆମେ ସବୁବେଳେ କୋଉ ରେଜଲ୍ଟଟା ବହୁତ ଶୀଘ୍ର ଦରକାର ହୁଏ। ଆମେ ତ ସେଥିପାଇଁ ଲୋକ କେତେ ଭଗବାନଙ୍କୁ ଦୋଷ ଦିଅନ୍ତି। ଲୋକ କହିବେ ଯେ ମୋ ବେଳକୁ କିଛି ହଉନାହିଁ, ମୁଁ ଏତେ ମୁଁ କଲି ସମୟ କଲି ଏବଂ ତାର ହଉଛି ଆର ହଉଛି। ତାପରେ ଆଉ କେତେକ କୁହନ୍ତି କଣ, ଯୋଉମାନେ ଭଗବତ ମାନେ ଭକ୍ତି କରୁନାହାନ୍ତି, ଭାଗବତ ପ୍ରେମୀ ନୁହନ୍ତି, ତାଙ୍କ ଜୀବନରେ ତ କିଛି କାହିଁ ଦେଖା ଯାଉନାହିଁ ସେମିତିଆ ଆଖି ଦୃଶିଆ ଘଟଣା ଯେ ସେମାନେ ଭଗବାନଙ୍କୁ ବିରୋଧ କରିକି ମଧ୍ୟ ଭଲରେ ଅଛନ୍ତି। ଏଇ ପ୍ରକାରର ରେଜଲ୍ଟକୁ ଆମେ ସବୁବେଳେ ଆଖି ରଖିଥାଉ ଏବଂ ଆମେ ସେୟାକୁ ଆଶା କରୁ। କିନ୍ତୁ ଶାଶ୍ୱତତାର ଯୋଉ ଗତି, ଶାଶ୍ୱତତାର ଗତି ଭିତରେ ପରିପୂର୍ଣ୍ଣତା ଏବଂ ସଠିକତା। ସେ ସଠିକତାଟା ପୁଣି କେମିତି ନା, ତାକୁ କହୁଛନ୍ତି ପରଫେକ୍ଟଲି ପରଫେକ୍ସନ। ସେଇ ଦିଗରେ ଯେତେବେଳେ ଯାତ୍ରା ହେଇଥାଏ ସେତେବେଳେ ତରବର ହେଲେ ଚଳେ ନାହିଁ। ଏବଂ ମା ମହାସରସ୍ୱତୀ ବିଷୟରେ ଲେଖିବାକୁ ଯାଇକି ଶ୍ରୀ ଯେତେବେଳେ ଲେଖିଲେ କଣ କହିଲେ, ସେ ଖୁଣ୍ଟି ନାଣ୍ଟି ପର୍ଯ୍ୟବେକ୍ଷଣ କରନ୍ତି, ଶେଷ ପର୍ଯ୍ୟନ୍ତ ବହୁତ ଧୈର୍ଯ୍ୟର ସହିତ ପୁରା ଖୁଣ୍ଟି ନାଣ୍ଟି ପର୍ଯ୍ୟବେକ୍ଷଣ କରି ପରିପୂର୍ଣ୍ଣତାରେ ପହଞ୍ଚିବା ପର୍ଯ୍ୟନ୍ତ ସେ ଧୈର୍ଯ୍ୟ ଧରି କାମରେ ଲାଗିଥାଏ। ସେ ଜମାରୁ ବ୍ୟତିବ୍ୟସ୍ତ ହୁଅନ୍ତିନି। ତେଣୁ ଆମେ ଆମ ଭିତରେ ବେଳେ ବେଳେ ହତାଶ ଆସେ, ବେଳେ ବେଳେ ନିରାଶ ଆସେ, ବେଳେ ବେଳେ ଆମ ଭିତରେ କେତେବେଳେ ନା କେତେବେଳେ ଜଣେ ତର୍କ କରେ, ଆମ ଭିତରେ ନିଜକୁ ନିଜେ ତର୍କ କରେ ଆମ ଭିତରେ, ସତରେ କଣ ଏମିତି ହବ, କାହିଁକି ତ ଦେଖା ଯାଉନି। ଆମେ ସେମିତି ଫଳକୁ ଆଶା କରୁ ଏବଂ ଆଉ ବେଳେ କହୁ ଏମିତି କେମିତି ହବ, ଏମିତି କଣ ହେଇପାରିବ। ଏମିତି ଅନେକ ପ୍ରକାରର ଦ୍ୱନ୍ଦ୍ୱ ଆମ ଭିତରେ ଆସେ। ସତରେ କଣ ରୂପାନ୍ତର ସମ୍ଭବ, ସତରେ କଣ ପ୍ରକୃତିର ପରିବର୍ତ୍ତନ ସମ୍ଭବ, ସତରେ କଣ ମା ଅଛନ୍ତି, ସତରେ କଣ ମା ଦେଖୁଛନ୍ତି ଆଉ ସବୁ କାର୍ଯ୍ୟ କରୁଛନ୍ତି, ସତରେ କଣ ଏଇ ଯୋଉ ଘଟଣା ଘଟୁଛି ଏ ଦିନେ ବଦଳିବ, ସତରେ କଣ ଏଗୁଡା ସବୁ ସଜାଡି ହେଇଯିବ। ଏତେ ଅସଜଡା ରହିଛି। ଯେତେବେଳେ ପର୍ଯ୍ୟନ୍ତ ଦେଖନ୍ତୁ ଜାମ୍ମୁ କାଶ୍ମୀରର ଯୋଉ ବର୍ତ୍ତମାନ ପର୍ଯ୍ୟନ୍ତ ବି ପୂର୍ଣ୍ଣ ଅ ଅଖଣ୍ଡ ଭାରତ ତ ହେଇନାହିଁ ଏବଂ କାଶ୍ମୀର ବି ପୂର୍ଣ୍ଣ ଭାବରେ ଆସିନାହିଁ, କିନ୍ତୁ ଆ ପୂର୍ବ ପର୍ଯ୍ୟନ୍ତ ଲୋକ କେହି ବିଶ୍ୱାସ ବି କରିପାରୁନଥିଲେ ଯେ ହାଉ ଇଜ ଇଟ୍ ପସିବୁଲ, ଯୋଉ ଜାମ୍ମୁ କାଶ୍ମୀର ଆମର ଭାରତରେ ଏବେ ବି ଅଛନ୍ତି, ସେମାନଙ୍କୁ ନେଇକିରି ବି ଗୋଟିଏ ଭାରତ ଭିତରେ ସେମାନେ ରହିଛନ୍ତି ବୋଲି ଜଣାପଡୁଛି। ସେମାନଙ୍କର ଅଲଗା ପତାକା, ସେମାନଙ୍କର ଅଲଗା ନିୟମ, କେତେ କଥା ହେରେଥିଲା। ସିଏ ଯେ ଦିନେ ସମ୍ଭବ ହବ, ସେଇ ଘଟଣା ଯୋଉ 370 35A ଏଗୁଡାକ ଯୋଉ ଉଚ୍ଛେଦ ହବ, କେହି ଭାବି ପାରୁନଥିଲେ। ସାଧାରଣ ବ୍ୟକ୍ତି ତ ସମ୍ଭାବନା ନଥିଲା। ଯୋଉମାନେ କାମ କରୁଛନ୍ତି ଚେଷ୍ଟା କିନ୍ତୁ ଲାଗି ରହିଛନ୍ତି। ଏବଂ ଆ ପଶ୍ଚାତରେ ମାଙ୍କୁ ଯେତେବେଳେ ପଚରା ହେଇଥିଲା, ମା ଯେତେବେଳେ କହିଲେ ଏ ତ ନିଶ୍ଚୟ ହବ, ଯୋଉ ଭଗବତୀ ଶକ୍ତି, ମାଙ୍କର ଶକ୍ତି ଯୋଉ କାର୍ଯ୍ୟ କରିଚାଲିଛି ଅନବରତ, ସିଏ ତାର ଆଧାର ଖୋଜୁଛି। କାହାକୁ ଆଧାର କରିବ, କାହାକୁ ଯନ୍ତ୍ର କରିବ, କେମିତି କାମ ହବ, ସେ ଶକ୍ତି କାର୍ଯ୍ୟରତ ଅଛି। କାହିଁକି ନା ଭାରତର ଆତ୍ମା କେବେ ବିଖଣ୍ଡିତ ହେଇ ରହିପାରିବ ନାହିଁ। ଭାରତ ଯେତେବେଳେ ସମଗ୍ର ପୃଥିବୀକୁ ର ଗୋଟେ ଦିଶାରୀ ହବ, ଦିଗ ଦେଖେଇବ, ସେତେବେଳେ ତାର ଆତ୍ମା ବିଖଣ୍ଡିତ ହେଇ କେମିତି ରହିବ। କିନ୍ତୁ ଯୋଉ ମନୁଷ୍ୟକୃତ ଖଣ୍ଡିତ ହେଇଯାଇଛି, ତାହା ପରିପୂର୍ଣ୍ଣ ପୂର୍ଣ୍ଣତା ହାସଲ କରିବ। ଏବଂ ସେ ପୁଣି ଆମ ବିଧାନ ଅନୁସାରେ ତ ନୁହଁ ନା, ପରମଙ୍କ ବିଧାନ ଅନୁସାରେ ପରମଙ୍କୁ ପରିପ୍ରକାଶ କରିବା ପାଇଁ ସିଏ ଯେତେବେଳେ ଏକାଠି ହବ, ତାର କାର୍ଯ୍ୟ ଚାଲିଛି କାର୍ଯ୍ୟ ଚାଲିଛି ଏବଂ ତାର ପରିଣାମ ସ୍ୱରୂପ ଯେତେବେଳେ 370 ଉଚ୍ଛେଦ ହେଲା, ସେତେବେଳେ ଅନେକ ବୟସ୍କ ବ୍ୟକ୍ତି ମାନେ ବହୁତ ବହୁତ ଖୁସି ହେଲେ, ଆନନ୍ଦିତ ହେଲେ, ବହୁତ ଖୁସି ହେଲେ। ଇଭିନ ଯୋଉ ପାର୍ଟି ବିରୋଧ କରୁଥିଲେ ରାଜନୈତିକ ଦଳ ମାନେ, ଅନେକ ରାଜନୈତିକ ଦଳ, ତାଙ୍କ ଭିତରୁ ଅନେକ ବ୍ୟକ୍ତି, ରାଜନୈତିକ ଦଳର ଅନେକ ପୁରୋଖା ବ୍ୟକ୍ତି ମାନେ, ସେମାନେ ମଧ୍ୟ ଆନନ୍ଦିତ ହଉଥିଲେ, ଖୁସି ହଉଥିଲେ, ଯାହା ହଉ 370 ଉଠିଗଲା, 335 ଉଠିଗଲା। କିନ୍ତୁ ପାର୍ଟି ପଲିଟିକ୍ସ ଅନୁସାରେ
ସେମାନେ କିଛି ମୁହଁ ଖୋଲୁନଥିଲେ ବା ଚୁପଚାପ ରହିଥିଲେ, କେହି କେହି କହୁଥିଲେ। କିନ୍ତୁ ଯୋଉମାନେ କିଛି ବି ଜାଣିଛନ୍ତି, ଅନୁଭବ କରିଛନ୍ତି, ସେମାନେ ତ ବହୁତ ଆନନ୍ଦିତ ହଉଥିଲେ। ତାଙ୍କ ଜୀବନ କାଳ ଭିତରେ ସେମାନେ ଦେଖିଲେ ବୋଲି ଭାରି ଖୁସି ହଉଥିଲେ। ତେଣୁ ଇଏ ଛୋଟିଆ ଛୋଟିଆ କାମ ଯେତେବେଳେ ହେଇଯାଉଛି, ସେତେବେଳେ ଆମକୁ ଲାଗୁଛି ହଁ, କାମ ହଉଛି ଏବଂ ଶକ୍ତି କାମ କରୁଛି। ତେଣୁ ଇଏ କାର୍ଯ୍ୟ ସେମିତି ଚାଲିଥାଏ ଏବଂ ସେଥିପାଇଁ କିନ୍ତୁ ଧୈର୍ଯ୍ୟ ଧରି ରହିବାକୁ ପଡେ। ଆଉ ଗୋଟେ କଥା ଦେଖନ୍ତୁ ଯେ ଆମର ବୟସ ହଉଛି ସୀମିତ, ତେଣୁ ଆମକୁ ଲାଗୁଛି ଯେ ଶୀଘ୍ର ହେଇଯିବା ଦରକାର। କିନ୍ତୁ ତାଙ୍କ ପାଖରେ ଅନନ୍ତ କାଳର ସମୟ ରହିଛି। ତାଙ୍କ ପାଖରେ କଣ ଏଇ ଯୋଉ 50 ବର୍ଷ ନା 60 ବର୍ଷ ହଉଛି ଗୋଟେ ବର୍ଷ। ଏ ଗୋଟେ ମୁହୂର୍ତ୍ତ ଭଳିଆ ଯେ ଦେଖିବ, ଅନନ୍ତ ପାଖରେ 50 ବର୍ଷ କଣ, 60 ବର୍ଷ କଣ। ସେଥିପାଇଁ ସିଏ ତାଙ୍କର କାର୍ଯ୍ୟ ଚାଲିଛନ୍ତି, ଆମେ କିନ୍ତୁ ବ୍ୟସ୍ତ ହଉଛୁ। ତେଣୁ କହିଲେ ଆଦୌ ତରତର ହବ ନାହିଁ। ଶାଶ୍ୱତତା ମଧ୍ୟରେ ଅବସ୍ଥିତ ରହିବା ପାଇଁ ହେଲେ ଆମକୁ ଧୈର୍ଯ୍ୟ ଧରି ରହିବାକୁ ପଡିବ। ନହେଲେ କଣ ହବ ନା ସବୁ କିଛି ବିଗିଡିଯିବ। ସେଇ କାରଣରୁ କେତେକ ବ୍ୟକ୍ତି ପ୍ରଚାର କରିଛନ୍ତି କେବଳ ଏହି ବର୍ତ୍ତମାନ ମୁହୂର୍ତ୍ତରେ ହିଁ କୌଣସି ନା କୌଣସି ମହତ୍ଵ ରହିଛି। ମାତ୍ର ପ୍ରକୃତ କ୍ଷେତ୍ରରେ ସେମାନେ କଣ ଭାବନ୍ତି, ଯେହେତୁ ତାଙ୍କର ଏଇ ଯୋଉ ଅନନ୍ତ କାଳର ଯୋଉ କାର୍ଯ୍ୟ ତାକୁ ଦେଖି ପାରନ୍ତି ନାହିଁ। ଆପଣ ଚିନ୍ତା କରୁନାହାନ୍ତି, ବର୍ତ୍ତମାନ ଯୋଉମାନେ ସବୁ ସିରିଏଲ ଦେଖୁଛନ୍ତି, ଓକେ, ସିରିଏଲ ର 200 300 ଏପିସୋଡ ବି ସରିଯିବଣି। ତାଙ୍କୁ ଯଦି ପଚାରିବେ ତଥାପି ବି ସେମାନେ କହିପାରିବେନି କୋଉଠି ଏଣ୍ଡ ହଉଛି। କାହିଁକି? ଆରେ ସିଏ 200 300 ଏପିସୋଡ ଦେଖୁଛନ୍ତି ସିନା, ଦେଖି ଆସିଛନ୍ତି ସିନା, କିନ୍ତୁ ପୁରା ସ୍କ୍ରିପ୍ଟ ଟା ତ ଦେଖି ପାରୁନାହାନ୍ତି ନା। ଆମେ ଯୋଉ ବଞ୍ଚିଛୁ, ଆମେ ଯୋଉ ଜୀବନ ଗ୍ରହଣ କରିଛୁ, ନା ଆମର ଅତୀତର ସ୍ମୃତି କିଛି ଅଛି, ନା ଭବିଷ୍ୟତର କିଛି ଜ୍ଞାନ ରହିଛି। ତେଣୁ ଆମେ ଯୋଉ 50 60 ବର୍ଷ ଆମ ପାଇଁ ବହୁତ ବଡ, କିନ୍ତୁ ସେଟା ହଉଛି କଣ, ବିରାଟ ସିରିଏଲ ର ଏଟା ଗୋଟିଏ ଏପିସୋଡ। ଗୋଟିଏ ଏପିସୋଡ କଣ ଜାଣି ହବ କଣ ନାଇଁ କଣ, କିଛି ଜାଣିପାରିବି। ମାତ୍ର ପ୍ରକୃତ କ୍ଷେତ୍ରରେ ତାହା ତ ଠିକ ନୁହେଁ। ହୁଏତ ମନସ୍ତାତ୍ତ୍ୱିକ ଦୃଷ୍ଟିରୁ ତାହା ସତ୍ୟ ହେବା ଅବଶ୍ୟ ଉଚିତ। ପ୍ରତ୍ୟେକ ମିନିଟରେ ମଧ୍ୟ ଆପଣାର ଅଧିକରୁ ଅଧିକ ସାମର୍ଥ୍ୟ ଅନୁସାରେ ଜୀବନ ବଞ୍ଚିବା, ଏଇଠି ଗୋଟେ ଦେଖନ୍ତୁ ପୁରା କି ପଏଣ୍ଟ କହୁଛନ୍ତି ଆମକୁ କଣ କରିବାକୁ ପଡିବ। ପ୍ରତ୍ୟେକ ମିନିଟରେ ମଧ୍ୟ ଆପଣାର ଅଧିକରୁ ଅଧିକ ସାମର୍ଥ୍ୟ ଅନୁସାରେ ଜୀବନ ବଞ୍ଚିବା, କୌଣସି ଯୋଜନା ନ କରିବା ଅଥବା କିଛି ଇଚ୍ଛା ନ କରିବା, କିମ୍ବା ପରବର୍ତ୍ତୀ ଯେଉଁ କାର୍ଯ୍ୟଟି କରିବାର ଅଛି ସେଥିଲାଗି କୌଣସି ପ୍ରକାର ପ୍ରସ୍ତୁତ ନହେବା। କାରଣ ତୁମେ ତ ସର୍ବଦା କେବଳ ତରତର, ଆହୁରି ତରତର ହିଁ ହେଉଛ। ଏବଂ ତୁମେ ଯାହା କିଛି କରୁଛ ତାହାକୁ ଆଦୌ ଉତ୍ତମ ଭାବରେ କରିପାରୁନାହ। ତୁମ ଭିତରଟା କେବଳ ସଂଘାତରେ ପୂର୍ଣ୍ଣ ହୋଇ ରହିଛି। ମାତ୍ର ତାହା ସମ୍ପୂର୍ଣ୍ଣ ଭାବରେ ଏକ ମିଥ୍ୟା କଥା, ସମ୍ପୂର୍ଣ୍ଣ ମିଥ୍ୟା କଥା। ଆମେ ଆମର ଯୋଉ ଜୀବନ ବଞ୍ଚୁଛୁ, ସେତେବେଳେ ଆମେ କଣ କରୁ, ଯୋଉ ଅନେକ ସମୟରେ ସେଦିନ ଆମର ଆଲୋଚନା ହଉଥିଲା, ବିଶେଷ ଯୋଗରେ ପ୍ରଶ୍ନ ପଚରା ହଉଥିଲା, ଚାଲିଲା ବେଳେ ଯୋଉ କହିଲେ ଯେ ବର୍ତ୍ତମାନରେ ବଞ୍ଚିବା କଣ, ପ୍ଲାନିଂ କରିବ ନା କରିବ, କଣ ହଉଛି ଯୋଉ ମୁହୂର୍ତ୍ତରେ ଆମେ ବଞ୍ଚୁଛୁ, ସେଇ ମୁହୂର୍ତ୍ତରେ ଆମର ସର୍ବୋତ୍ତମ ସାମର୍ଥ୍ୟ, ସର୍ବୋତ୍ତମ ଚେତନାରେ ରହି ସେ କାର୍ଯ୍ୟଟିକୁ କରିବ। ଆମେ ଭାବିବାନି ଯେ ତାଠୁ ଆଉ ଭଲ ହେଇପାରିବନି, ସେ କଥା ନୁହଁ। କାହିଁକିନା ଆମେ ଯୋଉ ଚେତନାରେ ରହିଛୁ, ସେଇ ଚେତନାରେ ସର୍ବୋତ୍ତମ ସାମର୍ଥ୍ୟକୁ ବ୍ୟବହାର କରି କାର୍ଯ୍ୟ କରିବା। ସେତେବେଳେ ଯଦି ଭାବିବା ଭବିଷ୍ୟତରେ କଣ ହବ ନହବ, ଅତୀତରେ ଏମିତି ଏମିତି ହେଇଥିଲା, ତାହେଲେ ଆପଣ ତାମାନେ ସର୍ବୋତ୍ତମ ସାମର୍ଥ୍ୟ ବ୍ୟବହାର କରିପାରିବେ ନାହିଁ। ସର୍ବୋତ୍ତମ ସାମର୍ଥ୍ୟ ଯେତେବେଳେ ବ୍ୟବହାର ନ କରିବେ, ତେଣୁ କାର୍ଯ୍ୟଟି ଯୋଉ ସର୍ବୋତ୍ତମ ଭାବରେ ହେଇଥାନ୍ତା ନିଜ ଅନୁସାରେ ସେଠି ହେଇପାରିବ। କଣ କାର୍ଯ୍ୟ କରିବାର ଅଛି, କେମିତି ହବ, କଣ କରିବା, ତାକୁ ପାଇଁ ଯଦି ଭାବିଲେ ତାହେଲେ ବି ଆପଣ କରିପାରିବେନି। ତେଣୁ ଯୋଉ ଚେତନାରେ, ଯୋଉ ସମୟରେ, ଯୋଉ ପରିସ୍ଥିତିରେ ଯୋଉ କାର୍ଯ୍ୟଟି ଆସିଛି, ତାକୁ ନିଜର ଆପଣାର ଅଧିକରୁ ଅଧିକ ସାମର୍ଥ୍ୟ ଅନୁସାରେ କାର୍ଯ୍ୟ କରିବେ। ସେଥିପାଇଁ କହୁଛି ଜୀବନ ବଞ୍ଚିବେ ଅଧିକରୁ ଅଧିକ ସାମର୍ଥ୍ୟ ଅନୁସାରେ।
ତୁମେ ଯାହା କିଛି କରୁଛ, ଯେହେତୁ ଆମେ ତରତର ହଉଛୁ, ତେଣୁ କଣ କରୁଛୁ? ଯାହା କିଛି କରୁଛୁ ଆଦୌ ଉତ୍ତମ ଭାବରେ କରିପାରୁନା। ତୁମ ଭିତରଟା କେବଳ ସଂଘାତରେ ପୂର୍ଣ୍ଣ ହେଇ ରହିଛି। ସଂଘାତ ହବ। ଯେଉଁ ବିଜ୍ଞ ବ୍ୟକ୍ତିମାନେ ଯେଉଁ ବ୍ୟକ୍ତିମାନେ ବିଜ୍ଞ ହେବାକୁ ଚେଷ୍ଟା କରିଛନ୍ତି, ସେମାନେ ସର୍ବଦା ଏହିପରି କହିଛନ୍ତି। ଚୀନା ମାନେ ସେଇ କଥା ପ୍ରଚାର କରିଛନ୍ତି, ଭାରତୀୟ ମାନେ ମଧ୍ୟ କରିଛନ୍ତି। ସେମାନେ ପରମ ଶାଶ୍ୱତ କାଳର ସଜ୍ଞାନତା ମଧ୍ୟରେ ଜୀବନ ବଞ୍ଚିବା ଲାଗି କହିଛନ୍ତି। ସମସ୍ତଙ୍କର ଗୋଟିଏ କଥା କଣ? ପରମ ଶାଶ୍ୱତ କାଳର ସଜ୍ଞାନତା ମଧ୍ୟରେ ଜୀବନ ବଞ୍ଚିବା। ଯାହା କିଛି ତୁମକୁ ସମ୍ପ୍ରସାରିତ କରିଦେଇ ପାରିବେ ଏବଂ ତୁମକୁ ଶାନ୍ତି ଆଣିଦେବେ, ସେମାନେ ତାହାରି ସହିତ ଏକାତ୍ମକ ହୋଇ ରହିବାର ପରାମର୍ଶ ଦେଇଛନ୍ତି। ଅନନ୍ତତା ସହିତ ଆପଣାକୁ ଏକାତ୍ମକତା କରି ରଖିବା ଲାଗି ପରାମର୍ଶ ଦେଇଛନ୍ତି। କଣ କହିଲେ? ଯେଉଁ ବ୍ୟକ୍ତି ମାନେ ବିଜ୍ଞ ହେବାକୁ ଚେଷ୍ଟା କରିଛନ୍ତି, ସେମାନେ ଗୋଟିଏ ମତ ଦଉଛନ୍ତି। କଣ ଦଉଛନ୍ତି? ଭାରତୀୟ ମାନେ କହୁଛନ୍ତି, ଚୀନ ମାନେ ବି କହୁଛନ୍ତି। ଯୋଉମାନେ ଯୋଉମାନେ ପ୍ରକୃତରେ ବିଜ୍ଞ ହେବାକୁ ଚେଷ୍ଟା କରିଛନ୍ତି, ସେଥିପାଇଁ ପ୍ରଚେଷ୍ଟାରେ ଲାଗିଛନ୍ତି ନିଷ୍ଠାପର ଭାବରେ, ସେମାନେ ଗୋଟେ କଥା ଦେଖନ୍ତି। ତେଣୁ ସେଇ ଅନୁସାରେ କୁହନ୍ତି। କଣ କୁହନ୍ତି? ଯେ ତୁମେ ଯୋଉ ବଞ୍ଚୁଛ ସାଧାରଣ ଜୀବନ ଯାପନ, ଯେମିତି ଲୋକ ନୁହଁ, ପୋକ ଭଳିଆ ବଞ୍ଚ, ସଜ୍ଞାନ ଯୁକ୍ତ ହେଇକି କାର୍ଯ୍ୟ କର। ପରମ ଶାଶ୍ୱତ କାଳର ସଜ୍ଞାନତା ମଧ୍ୟରେ, ତାମାନେ ପରମଙ୍କର ଯୋଉ ପ୍ରଜ୍ଞା, ସେଇ ପ୍ରଜ୍ଞାକୁ ପ୍ରାପ୍ତ କରି ସେଇ ପ୍ରଜ୍ଞା ଅନୁସାରେ ଜୀବନ ଯେପରି ପରିଚାଳିତ ହବ, ସେଥିପାଇଁ ଆମକୁ ପ୍ରଚେଷ୍ଟା କରିବାକୁ। ପରମ ଶାଶ୍ୱତ କାଳର ସଜ୍ଞାନତା ମଧ୍ୟରେ ଜୀବନ ବଞ୍ଚିବା ଲାଗି କହିଛନ୍ତି। ଏକ। ଦୁଇରେ କଣ କହିଲେ? ଦୁଇରେ କହିଲେ ତୁମକୁ ସମ୍ପ୍ରସାରିତ କରିଦେଇ ପାରିବ। ଯାହା କିଛି ତୁମକୁ ସମ୍ପ୍ରସାରିତ କରିଦେଇ ପାରିବ, ଆଉ ତୁମକୁ ଶାନ୍ତି ଆଣିଦେବେ, ତାହାରି ସହିତ ଏକାତ୍ମ ହୋଇ ରହିବାର ପରାମର୍ଶ ଦେଇଛନ୍ତି। ତାମାନେ ଆମକୁ ଯୋଉଗୁଡିକ ସଂକୀର୍ଣ୍ଣ କରିଦବ, ସମ୍ପ୍ରସାରିତ କରି ନ ଦବ, ତାଠାରୁ ଆମକୁ ଦୂରେଇ ରହିବାକୁ ପଡିବ, ତାକୁ ପ୍ରତ୍ୟାଖ୍ୟାନ କରିବାକୁ ପଡିବ। ଏକାତ୍ମ ହେବେ କାହା ସହିତ? ନା ଯୋଉଟା ଆମକୁ ପ୍ରସାରିତ କରୁଛି। ଯୋଉ ଚିନ୍ତା, ଯୋଉ ଧାରଣା, ଆମେ ତ ଏଉଠୁ ଆରମ୍ଭ କରିବା ତ ସାଧାରଣ ବ୍ୟକ୍ତି ହିସାବରେ। ଯୋଉ ଚିନ୍ତା, ଯୋଉ ଧାରଣା, ଯୋଉ ଭାବନା, ଯୋଉ ଆମେ ଆମର ଜୀବନ କ୍ଷେତ୍ରରେ ଯୋଉ ନୀତି ନିୟମ, ଯୋଉ ଶୃଙ୍ଖଳା, ଯୋଉଟା ନୀତି ନିୟମ, ଏବଂ ଯୋଉ ଯୋଉ ବିଚାର ଆସୁଛି, ଯୋଉ ଯୋଉ ଦୃଷ୍ଟିକୋଣରେ ଆମେ ଦେଖୁଛନ୍ତି, ଏ ସବୁ ଗୁଡିକ ଭିତରେ ଯେପରି ପ୍ରସାରତା ରହିବ, ସେଥିପାଇଁ ଆମକୁ ଦାୟିତ୍ୱବାନ ହବାକୁ ପଡିବ। ଚାରିରେ ଏଇଟା କହିଲେ କଣ? ସମ୍ପ୍ରସାରିତ କରିଦେଇ ପାରିବ, ଆଉ ତୁମକୁ ଶାନ୍ତି ଆଣିଦବ, ତାରି ସହିତ ଏକାତ୍ମ ହୋଇ ରହିବାକୁ ପରାମର୍ଶ ଦେଇଛି। ତାପରେ କହୁଛନ୍ତି କଣ? ଅନନ୍ତତା ସହିତ ଆପଣଙ୍କୁ ଏକାତ୍ମ କରି ରଖିବା ଲାଗି ପରାମର୍ଶ ଦେଇଛି। ତାପରେ ଗୋଟେ ଲାଇନ କିନ୍ତୁ ଶୁଣିଲେ ବୁଝିବେ। ଏଗୁଡିକ ସାଧନ ମାତ୍ର। ଏଗୁଡିକ ସାଧନ ମାନେ ଏ ହଉଛି ଆମର ଚେଷ୍ଟା, ପ୍ରଚେଷ୍ଟା। ଦେଖନ୍ତୁ, ଏଇଟା ବି ପ୍ରଚେଷ୍ଟା। ଆମକୁ ଶାଶ୍ୱତ କାଳର ସଜ୍ଞାନତା ଭିତରେ ଜୀବନ ବଞ୍ଚିବାକୁ ଚେଷ୍ଟା କରିବା, ସମ୍ପ୍ରସାରିତ କରିବା, ଶାନ୍ତି ଆଣିବା ପାଇଁ ତାଙ୍କ ସହିତ ଏକାତ୍ମ ହବା। ତାପରେ କହିଲେ ଅନନ୍ତତା ସହିତ ଆପଣଙ୍କୁ ଏକାତ୍ମ କରି ରଖିବା ଲାଗି ପରାମର୍ଶ ନିଜକୁ ଦେବେ। ଇଏ ସବୁ କରିଲେ ଏଗୁଡାକ ହଉଛି ସାଧନ, ମାନେ ପ୍ରୟାସ। ଏବଂ ତାପରେ କହୁଛନ୍ତି ମାତ୍ର ଏଗୁଡିକ ଅପରିହାର୍ଯ୍ୟ, ଏଗୁଡାକ ବି ଦରକାର। ତାପରେ ବା ତାକୁ ଶରୀରର କୋଷ ସ୍ତର କିପରି ତାହା କାର୍ଯ୍ୟ କରିଛି, ସେ କଥା ବର୍ଣ୍ଣନା କରୁଛନ୍ତି। ବା କହୁଛନ୍ତି ମୁଁ ଲକ୍ଷ୍ୟ କରିପାରିଛି ଶରୀରର କୋଷ ଗୁଡିକରେ ମଧ୍ୟ, ଶରୀରର କୋଷ ଗୁଡିକରେ ମଧ୍ୟ ସେମାନଙ୍କର ଯାହା ସବୁ କରିବାର ଥାଏ, ସେମାନେ ତାହା କରିବା ଲାଗି ଭାରି ତରତର ହେବା ପରି ବୋଧ ହେଉଥାଏ। ମାନେ ଆମର କୋଷର ବି ଯୋଉ ଚେତନା ରହିଛି, ତାର ସ୍ପନ୍ଦନକୁ ମା ଅନୁଭବ କରିକି କହୁଛନ୍ତି ବ୍ୟକ୍ତି ମାନଙ୍କର କୋଷ ଗୁଡିକ ମଧ୍ୟ ତରତର ହେଇ ରହିଥାନ୍ତି, କାଳେ ତାହା କରିବା ଲାଗି ସମୟ ନ ମିଳିବ, ସେଇଥିଲାଗି।
ତେଣୁ ସେମାନେ ଯଥାର୍ଥ ଭାବରେ ଆଦୌ କିଛି ହେଲେ କରିପାରନ୍ତି ନାହିଁ। ଯିଏ ତରତର ହେଲା, ଯିଏ ବ୍ୟତିବ୍ୟସ୍ତ ହେଲା, ସେ କିଛି କରିପାରେ। ଏହିପରି ସବୁ ବିଗାଡି ଦେଉଥିବା ବ୍ୟକ୍ତିମାନେ, କେତେକ ଲୋକ ଏହିପରି ଭାବରେ ସବୁ କିଛିକୁ ଓଲଟାଇ ଦିଏ। ସେମାନେ ଯାହା କିଛି କରନ୍ତି ତାହା ସବୁବେଳେ ବଡ ଖିଆଲି ଏବଂ ବିଭ୍ରାନ୍ତିପୂର୍ଣ୍ଣ ହୋଇ ରହିଥାଏ। ସେ ପ୍ରକାର କିଛି ପ୍ରକାର ବ୍ୟକ୍ତି ରହିଛନ୍ତି ଯୋଉମାନେ ଏଇଭଳି ଭାବରେ ତରବର ହେଇ କାର୍ଯ୍ୟ କରନ୍ତି। ତାଙ୍କର କୋଷ ଗୁଡିକରେ ମଧ୍ୟ ଯାହା ସବୁ କରିବାର ଥାଏ ସେଠି ମଧ୍ୟ ସେମାନେ ତରତର ହୁଅନ୍ତି। ଆ ଫଳରେ କଣ ହୁଏ? ସବୁ କିଛିକୁ ସେମାନେ ଓଲଟାଇ ଦିଅନ୍ତି ଆଉ ଯାହା କରନ୍ତି ସେଗୁଡାକ ଭାରି ବଡ ଖିଆଲି ଆଉ ବିଭ୍ରାନ୍ତିପୂର୍ଣ୍ଣ। ସେଇ ବ୍ୟକ୍ତି ମାନଙ୍କର ଏଇ ସ୍ୱଭାବଟି ଅତ୍ୟନ୍ତ ଅତିରିକ୍ତ ପରିମାଣରେ ରହିଥାଏ। ସେମାନେ ସବୁଥିରୁ ଗୁଣ କାଢନ୍ତି, ସବୁଥିରୁ ଗୁଣ କାଢିକି ସବୁ ରଖିଥିବେ ତମକୁ ନଚେଇବା ପାଇଁ। ଆଉ ଭାରି ବିଭ୍ରାନ୍ତି, ସବୁ ନିଜ ଧାରାରେ ସେ ସବୁ ଦୃଷ୍ଟିକୁ ଦେଖି ସେଇ ଜିନିଷ ଗୁଡିକୁ ଗୋଟେ ଗୋଟେ ରୂପ ଦେଇକି ରଖିଥିବେ। ଯେଉଁ ସେଇ ବ୍ୟକ୍ତି ମାନଙ୍କର ମାଲକ ଯୋଉମାନେ ଏଇ ପ୍ରକାର କାର୍ଯ୍ୟ କରନ୍ତି, ସେଇ ବ୍ୟକ୍ତି ମାନଙ୍କର ଏଇ ସ୍ୱଭାବଟି ଅତ୍ୟନ୍ତ ଅତିରିକ୍ତ ପରିମାଣ ରହିଥାଏ। ତାଙ୍କ ସ୍ୱଭାବଟି ଆଠାରୁ ଆହୁରି ଅଧିକ ମାନେ ଅତିରିକ୍ତ ହେଇକି ରହିଥାଏ। ତେଣୁ ସେମାନେ କଣ କରନ୍ତି? ଏଇ ତରତର ହିଁ ସବୁ କାମ କରିବାର ଅଭ୍ୟାସଟି, ସେମାନେ ସବୁବେଳେ ଖାଲି ତରବର ହେଉଥାନ୍ତି। କାଲି ଜଣେ କେହି ତାଙ୍କର ବାତଜନିତ ଯନ୍ତ୍ରଣା ବିଷୟରେ ଅଭିଯୋଗ କରି କହୁଥିଲେ, ମୋର କେତେ ଗୁଡାଏ ସମୟ ନଷ୍ଟ ହୋଇ ନ ଯାଉଛି, କାରଣ ମୁଁ ସବୁ କାମରେ ଭାରି ମନ୍ଥର ହୋଇ ରହିଛି। ମୁଁ ତାଙ୍କୁ କହିଲି, କଣ ହେଲା? ସେ କହୁଛନ୍ତି କଣ ଯେ କେତେ ସମୟ ନଷ୍ଟ ହେଇଯାଉଛି ଆଉ ସବୁ କାମ ଭାରି ସ୍ଲୋଲି ସ୍ଲୋଲି ଚାଲୁଛି। ମା ହସି କହୁଛି, କଣ ହେଲା? ମୋ ଉତ୍ତର ତାଙ୍କୁ ଭଲ ଲାଗିଲା ନାହିଁ। ତୁମେ ମନେ ରଖିବ, ଯନ୍ତ୍ରଣା ପାଉଥିବା ସମୟରେ କେହି ଯଦି ସେଇ ବିଷୟରେ ଅଭିଯୋଗ କରେ, କଣ କହିଲେ? ତୁମେ ମନେ ରଖିବ, ଯନ୍ତ୍ରଣା ପାଉଥିବା ସମୟରେ କେହି ଯଦି ସେଇ ବିଷୟରେ ଅଭିଯୋଗ କରେ, ତେବେ ଜାଣିବ ଯେ ତାର ଭିତରଟା ଅତ୍ୟନ୍ତ ଦୁର୍ବଳ। ଯନ୍ତ୍ରଣା ପାଉଥିବା ସମୟରେ କେହି ଯଦି ସେ ବିଷୟରେ ଅଭିଯୋଗ କରେ, ତେବେ ଜାଣିବ ଯେ ତାର ଭିତରଟା ଅତ୍ୟନ୍ତ ଦୁର୍ବଳ। ଆଉ ଦୁର୍ବଳ ହେଇଛି ବୋଲି ସିଏ କହି ହଉଛି। ଯୋଉ କହି ହୁଅନ୍ତିନି, ତମ କହି ହୁଅନ୍ତି କାହିଁକି? ନା ସେମାନେ ଦୁର୍ବଳ ବୋଲି ଏମିତି ଅଭିଯୋଗ କରନ୍ତି, କହିବେ। ଯାହାଙ୍କ ଭିତରେ ସାମର୍ଥ୍ୟ ଥାଏ ସେମାନେ ତା ସହିତ ସଂଗ୍ରାମ କରନ୍ତି, ଯୁଦ୍ଧ କରନ୍ତି ଏବଂ ସେଥିରେ ବିଜୟ ହାସଲ କରିବା ପାଇଁ ତାଙ୍କର ସାଧ୍ୟ ଯେତେ ରହିଛି ପ୍ରଚେଷ୍ଟା, ସବୁ ପ୍ରଚେଷ୍ଟାକୁ ଲଗେଇଥାଏ। ତେଣୁ ସେମାନେ ଅଭିଯୋଗ କାହିଁ କରିବେ? କାହିଁ ଅଭିଯୋଗ କରିବେ? ମାଗୁଛି ବାସ୍ ସେତିକି ଜାଣିବ। ମାତ୍ର ଯଦି ଯିଏ କହେ, ମୁଁ ଏତେ ଗୁଡା ସମୟ ନଷ୍ଟ କରିଦେଇଛି, ମୁଁ ସବୁ କଥାକୁ ଭାରି ମନ୍ଥର ଭାବରେ କରୁଛି, ଲୋକେ ପ୍ରକୃତରେ କେଡେ ଅସ୍ଥିର ଭାବରେ ଜୀବନ ବଞ୍ଚନ୍ତି, ଏଇଥିରୁ ତାର ଏକ ସ୍ପଷ୍ଟ ଚିତ୍ର ମିଳିବ। ମାନେ ଜଣେ ଜଣେ ବ୍ୟକ୍ତି ଯଦି କାର୍ଯ୍ୟ କରୁଥିଲା ବେଳେ ସେମାନେ ଏଇ ପ୍ରକାରର ନିଜେ କୁହନ୍ତି, କଣ କୁହନ୍ତି? ଯେ ମୁଁ କେତେ ଗୁଡା ସମୟ ନଷ୍ଟ କରିଦଉଛି, ମୁଁ ସବୁ କଥା ଭାରି ମନ୍ଥର ଭାବରେ କରୁଛି। ତେଣୁ ଇଏ ସ୍ପଷ୍ଟ ଜୀବନ ଦଉଛି ଯେ ସେ ବ୍ୟକ୍ତିଟି ପ୍ରକୃତରେ କେତେ ଅସ୍ଥିର ଜୀବନ ବଞ୍ଚୁଛି। ମଧ୍ୟ ଏଥିରୁ ତାର ସ୍ପଷ୍ଟ ଚିତ୍ର ମିଳିଯାଏ। ତୁମେ ସତେଅବା ଧାଉଁଥିବା ପରି ଜୀବନ ମଧ୍ୟରେ ଧାବମାନ ହେବାରେ ଲାଗିଥାଅ। କୁଆଡକୁ ଯିବା ପାଇଁ ଧାଉଁଥାଅ? କେଉଁଠି ଧକ୍କା ଲଗାଇ ଚୁନା ହୋଇଯିବାକୁ? ସେପରି କରିବା ଦ୍ୱାରା କି ଲାଭ ମିଳେ କେଜାଣି? ମା ଏକଥା କହି ହସୁଛୁ। ତେଣୁ ଆମେ କେତେ ଗୁଡିଏ ସଂକଳ୍ପ ମନେ ରଖିବା, କେତେ ଗୁଡିଏ ସଂକଳ୍ପ ମନେ ରଖିବା। କଣ କଣ କହିଲେ? ଧୈର୍ଯ୍ୟ ଧରିବ। ପ୍ରଥମେ କହିଲେ ଧୈର୍ଯ୍ୟ ଧରିବ। ପ୍ରଥମରୁ ଆଜି ଆଲୋଚନାରେ ଥିଲା ଧୈର୍ଯ୍ୟ ଧରିବ। ତାପରେ କହିଲେ ଯେ ଆମର ଯୋଉ ସ୍ପନ୍ଦନ ଯୋଉଥିରେ ଆମେ ବସବାସ କରୁଛୁ ଆଉ ସତ୍ୟର ସ୍ପନ୍ଦନ, ତା ଭିତରେ ପ୍ରଭେଦଟିକୁ ଜାଣିବାକୁ ସମର୍ଥ ହବ। ସେ ପ୍ରଭେଦଟିକୁ ଜାଣିବାକୁ ସମର୍ଥ ହବ। ଯେତେ ପ୍ରଭେଦକୁ ଜାଣିବାକୁ ସମର୍ଥ ହବ, ତାହେଲେ ଆମେ ଜାଣିପାରିବା ଯେ ଆମେ ଦୁର୍ବଳତା ଭିତରେ କିପରି ଦୁର୍ବଳତାର ଯନ୍ତ୍ର ହେଇକି କାମ କରୁଛନ୍ତି। ତାପରେ କହିଲେ ତୁମେ ତରତର ହେଇକି କଲା ବେଳେ କଣ ହୁଏ?
ନା ତୁମେ ସବୁ କିଛି ହରାଇ ବସ। ତେଣୁ ତାପରେ କହିଥିଲେ ଯେ ପ୍ରଗାଢ ଭାବରେ ଅଭିପ୍ସା କର, ମାତ୍ର କୌଣସି ପ୍ରକାରରେ ଧୈର୍ଯ୍ୟ ହରା। ନା ଆଉ ପୁଣି କହିଲେ ମଝିରେ ଆଉ ଥରେ ତରବର ହେଇ ସାଧାରଣତଃ ସବୁ କଥା ଆହୁରି ଅଧିକ ବିଳମ୍ବ ହିଁ ହୋଇଯାଉଛି। ଆଉ ମା କହୁଛନ୍ତି ଯେ ମନୁଷ୍ୟ ମାନେ କେତେ ଅର୍ଦ୍ଧ ସଜ୍ଞାନ ଭାବରେ ବଞ୍ଚୁଛନ୍ତି, ଅର୍ଦ୍ଧ ସଚେତନ ଭାବରେ ବଞ୍ଚୁଛନ୍ତି। ତେଣୁ ସବୁ କିଛି ତାଙ୍କ ପାଇଁ ଅନୁଭବ ଯେତେବେଳେ ଆସୁଛି, ତେଣୁ ଆମେ ଯଦି କଥାରେ କହିବା ସବୁ ଯାକ ଅଧା ଅଧା ହଉଛି ଆଉ। ସେଇଥିପାଇଁ ଲେଖୁଛନ୍ତି ଯେ ତରତର ହୁଅନ୍ତି, ଗୋଟେ କାମ ସାରିଦେଇ ଯାଇକି ଆଉ ଗୋଟେ କାମ କରିବେ। ସେଥିପାଇଁ କଣ କହିଲେ, ପ୍ରତ୍ୟେକ ମିନିଟରେ ଅଧିକରୁ ଅଧିକ ସାମର୍ଥ୍ୟ ଅନୁସାରେ ଜୀବନ ବଞ୍ଚିବା ପାଇଁ ଆମେ ପ୍ରଚେଷ୍ଟା କରିବା। ପରମ ଶାଶ୍ୱତ କାଳଙ୍କ ସହିତ ସଜ୍ଞାନତା ଭାବରେ ବଞ୍ଚିବାକୁ ଚେଷ୍ଟା କରିବା, ସମ୍ପ୍ରସାରିତ ହବା, ଶାନ୍ତିକୁ ଆହ୍ୱାନ କରିବା ଏବଂ ତାହାରି ସହିତ ଏକାତ୍ମ ହେଇ ରହିବା। ଅନନ୍ତତା ସହିତ ଆପଣଙ୍କୁ ଏକାତ୍ମ କରି ରଖିବା ଲାଗି ସବୁବେଳେ ଆମେ ପରାମର୍ଶ ଦଉଥିବା। ଯଦି ଆମେ ନ କରୁଛୁ, କେତେ ଲୋକ ଥାଆନ୍ତି ଯୋଉମାନେ ବଡ ଖିଆଲି ଆଉ ବିଭ୍ରାନ୍ତିପୂର୍ଣ୍ଣ ଭାବରେ ସବୁ କିଛି ଓଲଟାଇ ଦିଅନ୍ତି। ଆମେ ମାଙ୍କୁ ପ୍ରାର୍ଥନା କରିବା ଆମ ଚୈତ୍ୟସୂତା ସମ୍ମୁଖକୁ ଆଣନ୍ତୁ ଏବଂ ଆମ ଭିତରେ ଏଇ ସବୁ କାର୍ଯ୍ୟ ଗୁଡିକ ଛୋଟ ଛୋଟ ବିଜୟ ହାସଲ ଆମେ କିପରି କରିପାରିବା, ସେଥିପାଇଁ ଆମକୁ ଅନ୍ତର ପ୍ରେରଣା ଦିଅନ୍ତୁ ଏବଂ ତାଙ୍କର ସୁରକ୍ଷାର ବାହୁବଳ ଭିତରେ ମତେ ଆବେଷ୍ଟନ କରି ରଖନ୍ତୁ। ମା, ଥ୍ୟାଙ୍କ ୟୁ ଅଲ୍ ଓଭର।